ଖରା ହେଉ କିମ୍ବା କାକର ବରଷା ମୁଣ୍ଡ ଝାଳ ତୁଣ୍ଡେ ମାରି ବିଲ ବାଡ଼ି ଯାହାର ସଂସାର ବୋଲି ଖଟେ ସିଏ ଦିନ ସାରି। କାଦୁଅରେ ଗଢ଼େ ସୁନାର ସପନ କଅଁଳ ତଳିକୁ ରୋଇ ଜଗତର ଭୋକ ମେଣ୍ଟାଏ ସିଏ ପରା ନିଜେ ଅଧା ପେଟାଏ ଶୋଇ। ଧନ୍ୟରେ ଚାଷୀ ଧନ୍ୟ ତୋ ପରିଶ୍ରମ ଧନ୍ୟ ତୋ ଧୈର୍ଯ୍ୟ ବଳ ତୋରି ପାଇଁ ଆମ ଥାଳିରେ ହସୁଛି ସୁନା ଭଳି ଭାତ ଥାଳ। ହାତରେ ଲଙ୍ଗଳ କାନ୍ଧରେ ଜୁଆଳି ମାଟିର ସେ ଅସଲି ସନ୍ତାନ ଚାଷୀ ଭାଇ ଆମ ଦେଶର ଗର୍ବ ସେଇ ତ ଆମର ସମ୍ମାନ। ଯିଏ କାଦୁଅରେ ପଶେ ସିଏ ଅନ୍ନ ଦିଏ ଚାଷୀଟିଏ ହସିଲେ ହିଁ ଦେଶଟିଏ ହସେ। ମାଟିରୁ ମଣ୍ଡି ଜଣେ ଚାଷୀର ସଂଘର୍ଷ ଓ ସଫଳତାର କାହାଣୀ। ଖରା ବର୍ଷା ଆଉ ଶୀତକୁ ଖାତିର ନ କରି ମାଟି ସହ ମାଟି ହୋଇ ଆମ ପାଇଁ ଅନ୍ନ ମୁଠେ ଯୋଗାଉଥିବା ଅନ୍ନଦାତାଙ୍କୁ କୋଟି କୋଟି ପ୍ରଣାମ। ଦେଖନ୍ତୁ କେମିତି ହୁଏ ଧାନ ଚାଷ। ଓଡ଼ିଶା ଏକ କୃଷି ପ୍ରଧାନ ରାଜ୍ୟ। ଏଠି ମାଟିର ମହକ ଆଉ ଚାଷୀର ପରିଶ୍ରମରେ ହିଁ ଲେଖା ହୁଏ ସମୃଦ୍ଧିର କାହାଣୀ। ଆଜି ଆମେ ଆପଣଙ୍କୁ ଦେଖେଇବୁ ସେହି ଅନ୍ନଦାତାଙ୍କ ଜୀବନର ଏକ ଏମିତି ଯାତ୍ରା ଯାହା ଶୁଣିଲେ ଆପଣଙ୍କ ମନରେ ଚାଷୀ ପ୍ରତି ସମ୍ମାନ ଦ୍ୱିଗୁଣିତ ହୋଇଯିବ। କିନ୍ତୁ ଦର୍ଶକ ବନ୍ଧୁ, ଆମ ପାଖରେ ସମସ୍ତ ଭିଡ଼ିଓ ସଂଗୃହୀତ କରିବା ସମକକ୍ଷ ହୋଇନଥିବା କାରଣରୁ କିଛି ଭିଡ଼ିଓ ଓ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭିଡ଼ିଓରେ ସବିଶେଷ ଆଲୋଚନାର ତଥ୍ୟ ଆପଣଙ୍କ ପାଖରେ ରଖୁଛୁ। ଜମିରେ ଧାନ ବୁଣା ଏବଂ ତଳି ରୋପଣ ଯାତ୍ରା ଆରମ୍ଭରୁ ହୁଏ ମାଟିର ପ୍ରସ୍ତୁତିରୁ। ପ୍ରଥମେ ଧାନ ବୁଣାଯାଏ, ତାପରେ କଅଁଳ ତଳି ଗୁଡ଼ିକୁ ଅତି ଯତ୍ନର ସହ ଉପାଡ଼ି ପୁଣି ଥରେ କାଦୁଅ ଜମିରେ ରୁଆଯାଏ। ଏହି କାମଟି ଯେତିକି କଷ୍ଟକର ସେତିକି ଗୁରୁତ୍ୱପୂର୍ଣ୍ଣ। ଜମିର ରକ୍ଷଣାବେକ୍ଷଣ ଓ ସାର ପ୍ରୟୋଗ କେବଳ ରୋଇଦେଲେ କାମ ସରିଯାଏନି। ଠିକ୍ ସମୟରେ ପାଣି ମଡ଼ାଇବା, ଅନାମନା ଘାସ ବାଛିବା ଏବଂ ପୋକଜୋକ ଦାଉରୁ ରକ୍ଷା କରିବା ପାଇଁ ସାର ଓ କୀଟନାଶକ ପ୍ରୟୋଗ କରିବାକୁ ପଡ଼େ। ଚାଷୀଟିଏ ନିଜ ପିଲା ଭଳି ଧାନ ଗଛକୁ ଜଗି ରହିଥାଏ। ଅମଳ ମନ୍ଥନ ସମଚକ୍ରରେ ଧାନ କେଣ୍ଡା ପାଚି ସୁନିଲ ରଙ୍ଗ ଧାରଣ କରେ। ତାପରେ ଆରମ୍ଭ ହୁଏ ଅମଳ। ଧାନ କଟାଯାଏ, ଗଦା କରାଯାଏ। ବର୍ଷା ଦାଉରୁ ବଞ୍ଚାଇବା ପାଇଁ ତାକୁ ଘୋଡ଼ାଇ ସାଇତି ରଖାଯାଏ। ଆଉ ତାପରେ ଆଧୁନିକ ମେସିନ ସାହାଯ୍ୟରେ ଧାନକୁ ମନ୍ଥି ଅଲଗା କରାଯାଏ। ମଣ୍ଡିକୁ ଯାତ୍ରା ଶେଷରେ ସେହି ସୁନା ଭଳି ଧାନକୁ ବସ୍ତାରେ ପ୍ୟାକ୍ କରି ସରକାରୀ ଅନୁମତି କ୍ରମେ ମଣ୍ଡିକୁ ନିଆଯାଏ। ଏହି ଦୀର୍ଘ ପ୍ରକ୍ରିୟାରେ ଚାଷୀଟିଏ ତାର ପରିଶ୍ରମର ମୂଲ୍ୟ ପାଏ। ଧନ୍ୟ ସେହି ଚାଷୀ ଭାଇ ଯାହାଙ୍କ ପାଇଁ ଆମେ ଆଜି ଶାନ୍ତିରେ ଦୁଇ ମୁଠା ଖାଇପାରୁଛୁ। ଆସନ୍ତୁ ଆଜି ଆମେ ସମସ୍ତେ ମିଶି ଆମର ଏହି ଅନ୍ନଦାତାଙ୍କୁ ଧନ୍ୟବାଦ ଜଣାଇବା। ଖରା ହେଉ କିମ୍ବା କାକର ବରଷା ମୁଣ୍ଡ ଝାଳ ତୁଣ୍ଡେ ମାରି ବିଲ ବାଡ଼ି ଯାହାର ସଂସାର ବୋଲି ଖଟେ ସିଏ ଦିନ ସାରି। କାଦୁଅରେ ଗଢ଼େ ସୁନାର ସପନ କଅଁଳ ତଳିକୁ ରୋଇ ଜଗତର ଭୋକ ମେଣ୍ଟାଏ ସିଏ ପରା ନିଜେ ଅଧା ପେଟାଏ ଶୋଇ। ଧନ୍ୟରେ ଚାଷୀ ଧନ୍ୟ ତୋ ପରିଶ୍ରମ ଧନ୍ୟ ତୋ ଧୈର୍ଯ୍ୟ ବଳ ତୋରି ପାଇଁ ଆମ ଥାଳିରେ ହସୁଛି ସୁନା ଭଳି ଭାତ ଥାଳ। ହାତରେ ଲଙ୍ଗଳ କାନ୍ଧରେ ଜୁଆଳି ମାଟିର ସେ ଅସଲି ସନ୍ତାନ ଚାଷୀ ଭାଇ ଆମ ଦେଶର ଗର୍ବ ସେଇ ତ ଆମର ସମ୍ମାନ। ଯିଏ କାଦୁଅରେ ପଶେ ସିଏ ଅନ୍ନ ଦିଏ ଚାଷୀଟିଏ ହସିଲେ ହିଁ ଦେଶଟିଏ ହସେ। ମାଟିରୁ ମଣ୍ଡି ଜଣେ ଚାଷୀର ସଂଘର୍ଷ ଓ ସଫଳତାର କାହାଣୀ। ଖରା ବର୍ଷା ଆଉ ଶୀତକୁ ଖାତିର ନ କରି ମାଟି ସହ ମାଟି ହୋଇ ଆମ ପାଇଁ ଅନ୍ନ ମୁଠେ ଯୋଗାଉଥିବା ଅନ୍ନଦାତାଙ୍କୁ କୋଟି କୋଟି ପ୍ରଣାମ। ଦେଖନ୍ତୁ କେମିତି ହୁଏ ଧାନ ଚାଷ। ଓଡ଼ିଶା ଏକ କୃଷି ପ୍ରଧାନ ରାଜ୍ୟ। ଏଠି ମାଟିର ମହକ ଆଉ ଚାଷୀର ପରିଶ୍ରମରେ ହିଁ ଲେଖା ହୁଏ ସମୃଦ୍ଧିର କାହାଣୀ। ଆଜି ଆମେ ଆପଣଙ୍କୁ ଦେଖେଇବୁ ସେହି ଅନ୍ନଦାତାଙ୍କ ଜୀବନର ଏକ ଏମିତି ଯାତ୍ରା ଯାହା ଶୁଣିଲେ ଆପଣଙ୍କ ମନରେ ଚାଷୀ ପ୍ରତି ସମ୍ମାନ ଦ୍ୱିଗୁଣିତ ହୋଇଯିବ। କିନ୍ତୁ ଦର୍ଶକ ବନ୍ଧୁ, ଆମ ପାଖରେ ସମସ୍ତ ଭିଡ଼ିଓ ସଂଗୃହୀତ କରିବା ସମକକ୍ଷ ହୋଇନଥିବା କାରଣରୁ କିଛି ଭିଡ଼ିଓ ଓ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭିଡ଼ିଓରେ ସବିଶେଷ ଆଲୋଚନାର ତଥ୍ୟ ଆପଣଙ୍କ ପାଖରେ ରଖୁଛୁ। ଜମିରେ ଧାନ ବୁଣା ଏବଂ ତଳି ରୋପଣ ଯାତ୍ରା ଆରମ୍ଭରୁ ହୁଏ ମାଟିର ପ୍ରସ୍ତୁତିରୁ। ପ୍ରଥମେ ଧାନ ବୁଣାଯାଏ, ତାପରେ କଅଁଳ ତଳି ଗୁଡ଼ିକୁ ଅତି ଯତ୍ନର ସହ ଉପାଡ଼ି ପୁଣି ଥରେ କାଦୁଅ ଜମିରେ ରୁଆଯାଏ। ଏହି କାମଟି ଯେତିକି କଷ୍ଟକର ସେତିକି ଗୁରୁତ୍ୱପୂର୍ଣ୍ଣ। ଜମିର ରକ୍ଷଣାବେକ୍ଷଣ ଓ ସାର ପ୍ରୟୋଗ କେବଳ ରୋଇଦେଲେ କାମ ସରିଯାଏନି। ଠିକ୍ ସମୟରେ ପାଣି ମଡ଼ାଇବା, ଅନାମନା ଘାସ ବାଛିବା ଏବଂ ପୋକଜୋକ ଦାଉରୁ ରକ୍ଷା କରିବା ପାଇଁ ସାର ଓ କୀଟନାଶକ ପ୍ରୟୋଗ କରିବାକୁ ପଡ଼େ। ଚାଷୀଟିଏ ନିଜ ପିଲା ଭଳି ଧାନ ଗଛକୁ ଜଗି ରହିଥାଏ।
ଅମଳ ମନ୍ଥନ ସମଚକ୍ରରେ ଧାନ କେଣ୍ଡା ପାଚି ସୁନିଲ ରଙ୍ଗ ଧାରଣ କରେ। ତାପରେ ଆରମ୍ଭ ହୁଏ ଅମଳ। ଧାନ କଟାଯାଏ, ଗଦା କରାଯାଏ। ବର୍ଷା ଦାଉରୁ ବଞ୍ଚାଇବା ପାଇଁ ତାକୁ ଘୋଡ଼ାଇ ସାଇତି ରଖାଯାଏ। ଆଉ ତାପରେ ଆଧୁନିକ ମେସିନ୍ ସାହାଯ୍ୟରେ ଧାନକୁ ମନ୍ଥି ଅଲଗା କରାଯାଏ। ମଣ୍ଡିକୁ ଯାତ୍ରା ଶେଷରେ ସେହି ସୁନା ଭଳି ଧାନକୁ ବସ୍ତାରେ ପ୍ୟାକ୍ କରି ସରକାରୀ ଅନୁମତି କ୍ରମେ ମଣ୍ଡିକୁ ନିଆଯାଏ। ଏହି ଦୀର୍ଘ ପ୍ରକ୍ରିୟାରେ ଚାଷୀଟିଏ ତାର ପରିଶ୍ରମର ମୂଲ୍ୟ ପାଏ। ଧନ୍ୟ ସେହି ଚାଷୀ ଭାଇ ଯାହାଙ୍କ ପାଇଁ ଆମେ ଆଜି ଶାନ୍ତିରେ ଦୁଇ ମୁଠା ଖାଇପାରୁଛୁ। ଆସନ୍ତୁ ଆଜି ଆମେ ସମସ୍ତେ ମିଶି ଆମର ଏହି ଅନ୍ନଦାତାଙ୍କୁ ଧନ୍ୟବାଦ ଜଣାଇବା।